ଦାସ ବାବୁ ହଁ ତମେ ବହୁତ ନଜରରେ ଦେଖୁଛ ହୁଁ କ'ଣ ଲେଖା ହେଇଛି ହାତୀ ସୁରକ୍ଷା ଆମ ଦାୟିତ୍ୱ। ହଁ ଆଚ୍ଛା ହାତୀ ସୁରକ୍ଷା କେମିତି ରହିବେ ଦାସ ବାବୁ ଟିକେ କହିଲ? ହାତୀ କେମିତି ସୁରକ୍ଷା ରହିବେ? ତମେ କୁହ ମୁଁ ହେରା କହିପାରିବିନି। ଯଦି ଆମେ ଛେଣ୍ଡିପଦା ଏରିଆରେ ଯେହେତୁ ଏଇଟା ପୋଷ୍ଟ ମରା ହେଇଛି ହୁଁ ବୁଝିହେଲା କି ନାହିଁ? ହୁଁ ଯଦି ଆମେ ଜଙ୍ଗଲ କାଟିଦେବା ହୁଁ ହାତୀ ସୁରକ୍ଷା ରହିବେ କି ରହିବେନି? ଜଙ୍ଗଲ କାଟିଦେଲେ ଏଇ ଦେଖ DFO ଅନୁଗୁଳ ସେ କ'ଣ ଜାଣିନାହାନ୍ତି କି ଜଙ୍ଗଲ ନାଇଁ କାଟିଦେଲେ ନାଇଁ ନାଇଁ ସେ କ'ଣ ଜାଣିନାହାନ୍ତି କି ଛେଣ୍ଡିପଦା ଏରିଆରେ ଜଙ୍ଗଲ ଗଛ ସବୁ ନଷ୍ଟ ହେଇସାରିଲାଣି ବୋଲି? ଆଚ୍ଛା ଏଇ ପୋଷ୍ଟଟା ମାରିବାଟା କ'ଣ ଲାଭ ଟିକେ କୁହ? ହାତୀ ସୁରକ୍ଷା ଆମ ଦାୟିତ୍ୱ। ଆରେ ତମ ଦାୟିତ୍ୱ ହେଲେ ତମେ ଗଛ ଜଙ୍ଗଲ ତ ସବୁ କାଟିଦେଲ, ଜଙ୍ଗଲ ସବୁ ଭିତରେ ଗାଈ କମ୍ପାନୀକି ରହିବା ବିକିଦେଲ। କଥା ଏଇ ହାତୀ ରହିବା କଥା ହଁ ଜଙ୍ଗଲ ଭିତରେ ହାତୀ ରହିବା କଥା କିନ୍ତୁ ସେମାନେ ତାଙ୍କର ସେଟା ଘର ଭଳିଆ ଥିଲା ହଁ ସେ ସେଥିରେ ରହୁଥିଲେ ତେଣୁ ସେଟା କିଛି ଖାଇବାକୁ ପାଇଲାନି ଗଛ ପତ୍ର କିଛି ମିଳିଲାନି ତେଣୁକରି ଗାଁକୁ ପଳେଇ ଆଇଲା। ଆଚ୍ଛା ଆଚ୍ଛା ହଁ ତମ ଫୋନ୍ ଆସିଲାନି ଟିକେ ଉଠ। ହଁ ଦେଖ ଏଇ ଯେଉଁ ଲେଖା ହେଇଛି ହାତୀ ସୁରକ୍ଷା ଆମ ଦାୟିତ୍ୱ। ହଁ ଯଦି ଆମେ ଗଛ ଜଙ୍ଗଲ ଆମ ଛେଣ୍ଡିପଦା ଏରିଆ ଭିତରେ ଯଦି ଆମେ କାଟିଦେବା ଆଚ୍ଛା ସିଏ ସୁରକ୍ଷିତ ରହିପାରିବ କି? ନାଇଁ କୌଣସି ଜୀବଜନ୍ତୁ ସୁରକ୍ଷିତ ରହିପାରିବ କି? ନାଇଁ ଜୀବଜନ୍ତୁ କଥା ଛଡ଼ା ଆମେ ସୁରକ୍ଷିତ ରହିପାରିବା କି? ନାଇଁ ଆଚ୍ଛା ଏଇ ଯେଉଁ ପୋଷ୍ଟ ହେଇଛନ୍ତି ଏଠି ଯେଉଁ ଲେଖା ହେଇଛି DFO ଅନୁଗୁଳ ବୋଲି, ଆଚ୍ଛା DFO ସାର୍ କ'ଣ ଜାଣିନାହାନ୍ତି କି ଛେଣ୍ଡିପଦା ଏରିଆରେ ଗଛ ଜଙ୍ଗଲ ସବୁ ନଷ୍ଟ ହେଇଯାଇଛି ବୋଲି? ସବୁ ଜାଣିଛନ୍ତି, ସେମାନଙ୍କ ଜରିଆରେ ସବୁ ଗଛ କଟିଂ ହେଇଯାଇଛି ନା ହେଇନି? କିନ୍ତୁ ଛେଣ୍ଡିପଦା ଏରିଆରେ ଯଦି ହାତୀ ସୁରକ୍ଷିତ ରହିବ ତାହେଲେ ଛେଣ୍ଡିପଦା ଏରିଆ ଲୋକ ସମସ୍ତେ ଜାଣିଛନ୍ତି ଯେ ଆମ ଏରିଆରେ ଗଛ ଜଙ୍ଗଲ ସବୁ ନଷ୍ଟ ହେଇଗଲାଣି। ଯଦି ସୁରକ୍ଷିତ ରହିବ କ'ଣ ସୁରକ୍ଷିତ ରହିବ? ଯଦି ଘରେ ଆଣିକି ବାନ୍ଧିକିନା ରଖିବେ, ପ୍ରତ୍ୟେକ ଘରେ ଗୋଟେ ଗୋଟେ ଜୀବଜନ୍ତୁ ଆଣିକି ରଖିବେ ତାହେଲେ ସୁରକ୍ଷିତ ରହିବ। ନଚେତ୍ ଯେତେ ସବୁ ଯିବା ଆସିବା କରୁଛନ୍ତି ସବୁ ବାଇକ୍ ଫାଇକ୍ ଯିବା ଆସିବା କରୁଛନ୍ତି ସବୁ ନହେଲେ ମରିବେ। ଠିକ କଥା କି ନାହିଁ? କିନ୍ତୁ ସୁରକ୍ଷିତ କ'ଣ ରହିବ? ଯଦି ଘରେ ଆଣିକି ତାକୁ ବାନ୍ଧିକି ଆମେ ରଖିବା। ଆଚ୍ଛା କିଏ ଆଣିକିନା ବାନ୍ଧିକିନା ରଖିବ? କେହି ରଖିପାରିବେନି ତେଣୁ ଜଙ୍ଗଲଟା ଥିଲେ ସେ ଜଙ୍ଗଲ ଭିତରେ ଖାଇ ପିଇକି ରହିବେ। ହଁ ତ ନଚେତ୍ ଯେତେ ଅଛି ଶୁଣ ଇଆଡ଼େ ନଚେତ୍ ଆମ ଯେଉଁ ଛେଣ୍ଡିପଦାର ଅଛି ରେଞ୍ଜର ଅଫିସ ସେ ଅଫିସ ଭିତରେ ପୁରେଇ ଦେବାର ଅଛି, DFO ଅଫିସ ଅନୁଗୁଳ ତା ଭିତରେ ପୁରେଇ ଦେବାର ଅଛି, ତାହେଲେ ସୁରକ୍ଷିତ ରହିବ। ତମେ ତ ଗଛ ଜଙ୍ଗଲ ସବୁ କାଟି ଦେଉଛ, ଏଠି ଖାଲି ପୋଷ୍ଟର ମାରି ଦେଉଛ ନାଇଁ ହାତୀ ସୁରକ୍ଷିତ କେମିତି ରହିବ? ପୁଣି ଆମର ଦାୟିତ୍ୱ। ହଁ ଏଇଟା ଠିକ କଥା କି? ଠିକ କଥା। ଗଛ ଜଙ୍ଗଲ ସବୁ କାଟିଦେଲ ପୁଣି ସୁରକ୍ଷା କେମିତି ରଖିବ? ତ ମୋର କହିବା କଥା ଏଇଆ ହେଲା ଛେଣ୍ଡିପଦା ଏରିଆ ଭିତରେ ଯେତେ ଜୀବଜନ୍ତୁ ସବୁ ନେଇକି ଆଉ ଅନ୍ୟ ଜାଗାରେ ରଖିଦେବାଟା ଭଲ। ନଚେତ୍ ଯେତେ ସବୁ ସାଧାରଣ ଲୋକ ଯାଉଛନ୍ତି ଗରିବ ଶ୍ରେଣୀର ଲୋକ ସବୁ ମରିବେ। ଠିକ କଥା କି ନାହିଁ କହିଲେ?